ଭାରତ ଯେଉଁ ନାଁକୁ ଶୁଣିଲେ ଟିକେ ଅଲଗା ଲାଗେ ଆଉ କିଛି ସମୟ ଭାବିବାକୁ ଦିଏ। ସତରେ ଏ ଭାରତ ନା କେତେ ଯେ ଅଦ୍ଭୁତ କେହି ବି ଜାଣନ୍ତିନି। କେବଳ ଯେଉଁମାନେ ଏଇଠି ହିଁ ରହିଛନ୍ତି, ଏଇ ଭାରତରେ ରୁହନ୍ତି, ସେଇମାନେ ହିଁ ଜାଣିଛନ୍ତି। ସତରେ ଭାରତର ନା ମାହାତ୍ମ୍ୟ ଅନେକ କିଛି, ଆଉ ସବୁ ଦେଶଠାରୁ କିଛି ନା କିଛି ସ୍ୱତନ୍ତ୍ର, ଯେଉଁଥିପାଇଁ ଆଜି ଭାରତ ହେବାକୁ ଯାଉଛି ସାରା ବିଶ୍ୱର ଆଧ୍ୟାତ୍ମିକ ଗୁରୁ। ଭାରତ ହେବାକୁ ଯାଉଛି ଆଗାମୀ ଦିନରେ ଏକ ଅଗ୍ରଗଣ୍ୟ ଦେଶ, ଯେଉଁଠି ରହିଛି ଅନେକ କିଛି ଶିଖିବାର ଜିନିଷ, ଅନେକ କିଛି ଜାଣିବାର ଜିନିଷ, ଅନେକ କିଛି ଦେଖିଲା ଭଳି ଜିନିଷ। ଆଉ ଏଇ ଭାରତରେ ଜନ୍ମ ନେଇଛନ୍ତି ଅନେକ ମହାପୁରୁଷ, ଅନେକ ଯୋଗାଯୋଗ। ଏଇ ଭାରତ ଦିନେ ସାରା ବିଶ୍ୱକୁ ଦେଖେଇବ କି ତା'ର ଅଲୌକିକ ମହାତ୍ମ୍ୟ। ଏଇ ଭାରତ ଦିନେ ସାରା ବିଶ୍ୱକୁ କରିବ ନିଜ ନିୟନ୍ତ୍ରଣ। ତ ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଏକ ବିଶେଷ ଆକର୍ଷଣ ଆମର ସ୍ୱତନ୍ତ୍ର ଏକ ଉପସ୍ଥାପନା କି ଯୁଗେ ଯୁଗେ ଭାରତ, ଯୁଗେ ଯୁଗେ ଭାରତ। ଏହି ସ୍ୱାଧୀନତା ଦିବସରେ ଆପଣମାନେ ଦେଖିବାକୁ ପାଇବେ ମୋର ଏଇ ଚ୍ୟାନେଲରେ ଏକ ସ୍ୱତନ୍ତ୍ର ଭାରତ ଉପରେ ଆଧାରିତ ଏକ କାହାଣୀ, ଯେଉଁଠି ଯାହାର ଶୀର୍ଷକ ଥିବ ଯୁଗେ ଯୁଗେ ଭାରତ, ଯୁଗେ ଯୁଗେ ଭାରତ। ଆଉ ହଁ, ମୋର ଏଇ 3ଟି ଚ୍ୟାନେଲରେ, ମୋ ଦ୍ୱାରା ପରିଚାଳିତ ହେଉଥିବା ଏଇ 3ଟି ଚ୍ୟାନେଲରେ ଏଇଥର ସ୍ୱାଧୀନତା ଦିବସରେ ଏକ ବିଶେଷ ଉପସ୍ଥାପନା ରହିବ। ଯେଉଁ ଉପସ୍ଥାପନା ପାଇଁ ମୁଁ ଏକ ସ୍ୱତନ୍ତ୍ର ଭାବରେ ମୋ ଭାରତକୁ ନେଇକି ଗୋଟେ ସ୍ୱତନ୍ତ୍ର ବିଷୟ ତିଆରି କରିବାକୁ ଯାଉଛି, ଯେଉଁଟା 3ଟି ଚ୍ୟାନେଲରେ ଆସିବାକୁ ଯାଉଛି। ସବୁକିଛି ଅଲଗା ଅଲଗା ଧରଣର ଆସିବ, କି ଯେଉଁଟା କେହି କେବେ ବି ଆପଣଙ୍କୁ ନା ଦେଖେଇ ନଥିବେ। ସେଭଳି କିଛି ଆଶ୍ଚର୍ଯ୍ୟଜନକ କଥା ମୁଁ ମୋ ଚ୍ୟାନେଲରେ ଆପଣମାନଙ୍କୁ ଦେଖେଇବି। 3ଟା ଚ୍ୟାନେଲ, ଆର୍ଟ ଚ୍ୟାନେଲ ହେଉ, ମୋଟିଭେସନ୍ ଚ୍ୟାନେଲ ହେଉ, ଆଉ ଏ ବ୍ଲଗ୍ ଚ୍ୟାନେଲରେ ମୁଁ ସବୁଠି ଦେଖେଇବି ଆପଣମାନଙ୍କୁ ଏଥରର ସ୍ୱାଧୀନତା ଦିବସର ସ୍ୱତନ୍ତ୍ର ଅଧ୍ୟାୟ, ଯୁଗେ ଯୁଗେ ଭାରତ।